ବୟସ 60 ପରେ। ଷାଠିଏ ପରେ ହୁଁ। ଆଉ ଏଇଠି କଣ ଆପଣ କେତେ ବର୍ଷ ହେଲାଣି ଦୀପ ବେପାର କରୁଛନ୍ତି? ଏଇ ଦୀପ ପ୍ରତିବର୍ଷ ଏଇ ସିଜିନରେ କରେ। ଅନ ସିଜିନରେ କିଛି କରେନି। ଆଉ ନଡ଼ିଆ ସବୁଦିନ ବିକେ ଡେଲି। ନଡ଼ିଆଟା ବିକେ ଏମିତି ହେଇକି ଚାଲିଛି ଆଉ। ବେପାର ଏ ବର୍ଷ କାହିଁ ସେମିତି ଖାସ୍ ନାହିଁ। ଆଉ ଏ ମାର୍କେଟରୁ ଆଣିକିରି ଏଠି ବିକିବା କଥା ଆଉ। ଦୀପ କୋଉଠୁ ଆଣୁଛନ୍ତି? ମାର୍କେଟରୁ। ମୁଁ ତ ବୟସ ହେଲାଣି ଆଉ କୋଉଠୁ ଯାଇକିରି ଆଣିପାରିବି। ଏ ମାର୍କେଟରୁ ଆଣିକିରି 100 200 ହେଇଗଲେ ପେଟ ବଞ୍ଚିଲେ ଗଲା। ବେପାର ତ ଏମିତି କୋଉଥର ହେଇଯାଉଥାଏ। ଏଥର ତ କିଛି ବେପାର ନାହିଁ କଣ ହେଇଛି ଭଗବାନ ଜାଣେ। କିଛି ବି ବେପାର ନାହିଁ ଦିନ ଯାକରେ ଟଙ୍କା 500 ବିକିନି। ଆଉ ବଞ୍ଚିବି କେମିତି ସେଇଟା ସବୁ ତ ଦର ଦାମ ହେଲା। ହଁ ଆଉ ବଞ୍ଚିବାକୁ ତ ବଡ଼ କଷ୍ଟ ହେଉଛି ଆଉ କରିବା କଣ। ନାଇଁ ମୋର ଅଲଗା କିଛି ନାହିଁ ଏମିତି ସିଜିନ ମାନଙ୍କରେ ଟିକେ ଟିକେ କଣ ଆଣିକିରି ବିକିଦିଏ ବାସ୍ ସଇଲା ଏ ନଡ଼ିଆ ବେପାର ସବୁବେଳେ। ଆଉ ଦୀପାବଳି ପରେ କଣ କରିବେ? ନଡ଼ିଆ। ନଡ଼ିଆ ବେପାର। ହୁଁ ମୋର ନଡ଼ିଆ ବେପାର ବାରମାସୀ ବର୍ଷକ ଯାକ ସବୁବେଳେ ବିକେ। ଏମିତି ସିଜିନ ମାନଙ୍କରେ କୋଉ ସିଜିନରେ କଣ ଟିକେ ଟିକେ ଆଣିକିରି ମୁଁ ତ ବେଶୀ ଆଣିପାରିବିନି ଅଳ୍ପ ଆଣିକିରି ବିକିଦିଏ। ଘରେ କିଏ କିଏ ରହୁଛନ୍ତି? ଝିଅ ଦିଟା ବାହା ହେଇଯାଇଛନ୍ତି ପୁଅ ପଢ଼ୁଛି ଡିପ୍ଲୋମା। ଆଉ ମଉସା ଗଲେଣି ହେରି ଶାଶୁ ଥିଲେ 110 ବର୍ଷରେ ଶାଶୁ ଗଲେ ଏଇ ବର୍ଷେ ହେଲା। ଆଉ ମଉସା କଣ କରନ୍ତି? ମଉସା ଆଗରୁ ଚାକିରୀ କରିଥିଲେ ଗୋଟେ ଆଇସ୍ ଅଫିସର ଘରେ ସେ ଚାକିରି ଛାଡ଼ିଦେଲେ କିଛି ଦିନ କରିକିରି ତାପରେ ନିଜେ ଅଟୋ ଚଲେଇଲେ। ଅଟୋ ଚଲେଇକିରି ତାଙ୍କର ବେମାର ହେଲା। ଡାଇବେଟିସ୍ ହେଇକିରି କିଡ଼ନୀ ଖରାପ ହେଇଗଲା ସେ ଚାଲିଗଲେ। ଅବିକା ଆମେ ମା ପୁଅ ଯୋଡ଼ିଏ ଆଉ। ଦୀପ ବେପାରରେ ମା ମୁଁ ଚଳେନି ଦୀପ ବେପାର ତ ସିଜିନ ବେପାର। ଆଉ ଏଇ ନଡ଼ିଆଟାରେ ହିଁ ମୁଁ ଚଳେ ଆଉ।